ଆପଣଙ୍କ ମନ ଏବେ ଭଲ ଅଛି, ଆପଣଙ୍କର ମନ ଏବେ ଖରାପ ହେଲା। ଏ ଯୋଉ ପରିବର୍ତ୍ତନ ହଉଛି ଆପଣଙ୍କ ଶରୀରରେ କି ଆପଣଙ୍କ ମନରେ, କିଏ ଜାଣୁଛି? କିଏ ଜାଣୁଛି ନା? ନହେଲେ କେମିତି କହୁଛନ୍ତି? ଯିଏ ଜାଣୁଛି ସିଏ ଚେଞ୍ଜ ହଉଛି ଅପରିବର୍ତ୍ତନ ନା ପରିବର୍ତ୍ତନ? ଭଲ ଭାବରେ କୁହନ୍ତୁ। ସେଇଭଳି ଭାବରେ ଖାଲି ମୋ ଭିତରେ ନାହିଁ, ଏଣ୍ଟାୟାର ସୃଷ୍ଟିରେ ନାମ ରୂପ ବଦଳୁଛି ଆଜ୍ଞା। ହଁ, ଗୋଟେ ରୂପ ଗୋଟେ ନାମ ଇଏ ବଦଳୁଛି, କିନ୍ତୁ କଣ ଯାହା ବଦଳୁ ନାହିଁ ସେ ହେଉଛି ଏକ୍ଜିଷ୍ଟେନ୍ସ, ସେ ହେଉଛି ସତ୍ ତତ୍ଵ, ଅସ୍ତି, ସିଏ ହେଉଛି ବ୍ରହ୍ମ, ଆଉ ସିଏ ହେଉଛି ମୁଁ। ବୁଝିପାରିଲେ? ତ ସେ କଣ କହୁଛନ୍ତି? ସେଥିପାଇଁ ତା ତଳ ଲାଇନରେ କହୁଛନ୍ତି ସଦାତ୍ମ ରୂପମ୍। ଏ ଜଗତ ମୋ ଠାରେ ପରିକଳ୍ପିତ ହେଇଛି, ମାନେ ଜଗତ ହଉଛି ପରିବର୍ତ୍ତନ, ମୁଁ ହଉଛି କନଷ୍ଟାଣ୍ଟ, ମୁଁ ହଉଛି ସ୍ଥିର, ମୁଁ ହଉଛି ଅପରିବର୍ତ୍ତନ, ମୁଁ ଅଧିଷ୍ଠାନ, ମୁଁ ହଉଛି ସେଇ ଆତ୍ମ ସ୍ୱରୂପ, ମୁଁ ଚୈତନ୍ୟ ସ୍ୱରୂପ। କିନ୍ତୁ ଯଦି ମୁଁ ନିଜକୁ ଶରୀର ବୋଲି ଭାବିଦେଲି, ହଁ ମୁଁ ଭୁଲ ଭାବିଲି, ମୁଁ ନିଜ ବିଷୟରେ ମୋର ଭୁଲ ଜ୍ଞାନ ହେଲା। କ୍ଲିଅର? ତ ଯାହାର ବା ଯେଉଁ ଗୁରୁଙ୍କର ପ୍ରସାଦରେ କୃପାରେ ମୁଁ କଣ ହେଲି? ଅହମ୍ ବିଷ୍ଣୁ ଭବାମି। ମୁଁ ସେହି ଜ୍ଞାନ ପ୍ରାପ୍ତ କଲି ଯଦ୍ୱାରା ମୁଁ ଜାଣିଲି ମୁଁ ଗୋଟେ ଛୋଟ ଜୀବ ନାହିଁ, ମୁଁ ବ୍ୟାପକ ତତ୍ଵ। ମୟି ଏବ ପରିକଳ୍ପିତମ୍, ମୋ ଠାରେ ସାରା ଜଗତ ପରିକଳ୍ପନା ମାନେ ଆରୋପିତ ହେଇଛି। ମୋ ଠାରେ ଜଗତ ଉଠୁଛି ଆସୁଛି ଯାଉଛି, ମୁଁ ପରମାନେଣ୍ଟଲି ଅଛି। ଇଥମ୍ ସଦାତ୍ମ ରୂପମ୍ ବିଜାନାମି, ଏହି ରୂପରେ ମୁଁ ସବୁବେଳେ ଆତ୍ମ ରୂପରେ ମୁଁ ନିଜକୁ ଜାଣୁଛି। ସେହି ଗୁରୁଙ୍କୁ ତସ୍ୟାଂଘ୍ରି ପଦ୍ମମ୍ ନିତ୍ୟ ପ୍ରଣତ ଅସ୍ମି, ସେଇ ଗୁରୁଙ୍କର ପାଦ ପଦ୍ମରେ ମୁଁ ସବୁବେଳେ କଣ କରୁଛି? ନମସ୍କାର କରୁଛି। ସବୁବେଳେ ନମସ୍କାର ମାନେ କଣ? ନିତ୍ୟ ମାନେ ଡେଇଲି। କେତେ ଲୋକ ଗୁରୁ ପାଦ ଦେଖାନ୍ତୁ, ନମସ୍କାର ନମସ୍କାର। ଡେଇଲି ପ୍ରଣାମ କରିବା ମାନେ ଆର ଅର୍ଥ ହଉଛି ନିଜର ଶ୍ରଦ୍ଧା ଭକ୍ତିକୁ ଏକ୍ସପ୍ରେସ କରିବା। କାହିଁକିନା ବିନା ଶ୍ରଦ୍ଧା ଭକ୍ତିରେ କିଏ ନମସ୍କାର କରିବ କି ଆଜ୍ଞା? ହଁ, ଏ ସାଲ୍ୟୁଟେସନ କଣ? ନମସ୍କାର କଣ? ଗ୍ରାଟିଚ୍ୟୁଡ। ମୁଁ ଦୁଃଖୀ ସଂସାରୀ ଜୀବ ହେଇକରି ଥିଲି, ଆପଣ ଏ ଜ୍ଞାନ ଦେବା ଦ୍ୱାରା ମୁଁ ମୋର ବନ୍ଧନରୁ ମୁକ୍ତ ହେଲି, ମୁଁ ମୋ ଦୁଃଖରୁ ମୁକ୍ତ ହେଲି। ବୁଝିପାରିଲେ? ମୁଁ ମୋର ଆତ୍ମ ପ୍ରକୃତ ସ୍ୱରୂପକୁ ଜାଣିପାରିଲି। ଓକେ, କିଏ ସେ ବ୍ୟକ୍ତି ଆଜ୍ଞା? କିଏ ସେ ବ୍ୟକ୍ତି ଗୁରୁଙ୍କ ପାଖକୁ ଯାଉଛି, ନମସ୍କାର କରୁଛି? କିଏ? କେଉଁ ଭଳିଆ ବ୍ୟକ୍ତି? କାହିଁକିନା ସମସ୍ତେ ତ ଯାଆନ୍ତିନି। ଏବେ ଆପଣ ମାନେ ସମସ୍ତେ 30 ଜଣ ପରେ କ୍ଲାସ ଶୁଣୁଛନ୍ତି, ସମସ୍ତେ ତ ଶୁଣୁନାହାନ୍ତି। କେଉଁ ଭଳିଆ ବ୍ୟକ୍ତି ଗୁରୁଙ୍କ ପାଖକୁ ଯାଏ? ପଢନ୍ତୁ, ବଢିଆ ଶ୍ଲୋକ 3 ନମ୍ବର। ତାପତ୍ରୟାର୍କ ସନ୍ତପ୍ତ କଶ୍ଚିଦ୍ ଉଦ୍ବିଗ୍ନ ମାନସଃ ସମାଧି ସାଧनै युक्तः ସଦ୍ଗୁରୁଂ ପରିପୃଚ୍ଛତି। ଆଉଥରେ ପଢିବା। ତାପତ୍ରୟାର୍କ ସନ୍ତପ୍ତ କଶ୍ଚିଦ୍ ଉଦ୍ବିଗ୍ନ ମାନସଃ ସମାଧି ସାଧନେ युक्तः ସଦ୍ଗୁରୁଂ ପରିପୃଚ୍ଛତି। କଶ୍ଚିତ୍, କିଏ ଜଣେ? କିଏ ଜଣେ? କିଏ ସେ? ତାପତ୍ରୟ ଅର୍କ ସନ୍ତପ୍ତ। ସନ୍ତପ୍ତ ମାନେ ରୋଷ୍ଟେଡ, ପୁରା ତପ୍ତ ହେଇଯାଇଛି। ହଁ, କଣ ଦ୍ୱାରା? ତାପତ୍ରୟ ଅର୍କ, ଅର୍କ ମାନେ ସୂର୍ଯ୍ୟ। ଯେମିତି ଆପଣ ଖରାରେ ବାହାରକୁ ଗଲେ ପୁରା କ୍ଲାନ୍ତ ହେଇଗଲେ, ପୁରା ବିରକ୍ତ ହେଇଗଲେ, ହଁ ତପ୍ତ ହେଇଗଲେ, ଶୋଷ ହଉଛି, ମୁଣ୍ଡ ବୁଲେଇ ହଉଛି, ସେଇଭଳି ଭାବରେ ଯେ 3 ପ୍ରକାର ତାପ ଆମକୁ ମିଳୁଛି। ତାପ ମାନେ କଷ୍ଟ, ସନ୍ତାପ, ତାପ, ହଁ କଣ କଣ ସ୍ୱାମୀଜୀ? ଆଧ୍ୟାତ୍ମିକ, ଆଧ୍ୟାତ୍ମିକ ମାନେ ଶରୀର ମନ ରିଲେଟେଡ। କଣ୍ଟିନ୍ୟୁସଲି ମନ ଭଲ ନାହିଁ, ଶରୀର ଭଲ ନାହିଁ। ଆଦି ଭୌତିକ ମାନେ ଚାରି ପାଖର ସ୍ୱାମୀ, ସ୍ତ୍ରୀ, ପୁଅ, ଝିଅ, ପଡୋଶୀ ଘର, କଣ୍ଟିନ୍ୟୁସଲି ପ୍ରୋବ୍ଲେମ। ଆଦି ଦୈବିକ, ଅନନୋନ,
ଅନନୋନ ମାନେ ବନ୍ୟା ହେବା, ବାତ୍ୟା ହେବା, ଯେମିତି ପଞ୍ଜାବରେ ବନ୍ୟା ହଉଛି, ଏସବୁ କାହା ହାତରେ ନାହିଁ, କଣ୍ଟ୍ରୋଲରେ ନାହିଁ। ବାତ୍ୟା ହେବା ଯାହାବି, ଏଇ ସବୁ ପ୍ରୋବ୍ଲେମ, ଏଇ ଯୋଉ ସବୁ ତପସ୍ୟା କହୁଛି, ତାପ ଦ୍ୱାରା ଏ ବ୍ୟକ୍ତି କଣ ହେଇଛି ନା, ହଁ, ତପ୍ତ ହେଇଛି। ତ ଜଣେ କହିଲେ ଆଜ୍ଞା କଣ ଅସୁବିଧା, ଭୋଗନ୍ତୁ ନା, କଷ୍ଟ ପାଆନ୍ତୁ, କଣ ଅସୁବିଧା? କାହିଁକି ଜଣେ ଏ ସବୁ ପ୍ରକାର ତାପରୁ ମୁକ୍ତ ହେବାକୁ ଚାହୁଁଛି? କାରଣ ଆମେ ସମସ୍ତେ ପଜିଟିଭଲି ସୁଖ ଚାହୁଁଛେ, ଏବଂ ଆମେ ଭୁଲରେ ଭାବି ଦେଇଛେ ଟିକେ ବିଷୟ ଭୋଗ କଲେ ଆମକୁ ଟିକେ ସୁଖ ମିଳିବ। ଭଲ ଖାଇଲେ, ଭଲ ପିନ୍ଧିଲେ, ଭଲ ବୁଲିଲେ, ଏନ୍ଜୟ କଲେ, କିନ୍ତୁ ଆମେ ଜାଣିନେ ପ୍ରକୃତରେ ସେ ସୁଖ ହେଉଛି ମୋର ସ୍ୱରୂପ, ମୋର ଆତ୍ମ ସ୍ୱରୂପ। ବୁଝିପାରିଲେ? ସେଥିପାଇଁ ଆମେ ଏଇ ତାପରୁ ଫ୍ରି ହେବାକୁ ଚାହୁଁଛେ। ଯେହେତୁ ଆମର ସ୍ୱରୂପ ହେଉଛି ଆନନ୍ଦ ସ୍ୱରୂପ, ଆମକୁ ତାପ, ସନ୍ତାପ, କଷ୍ଟ ଇଚ୍ଛା ନାହିଁ ଆଜ୍ଞା। ଓକେ। ଏବଂ ଯେହେତୁ ଏ ତାପତ୍ରୟ ଦ୍ୱାରା ଆଫ୍ଲିକ୍ଟେଡ୍, ପୀଡ଼ିତ, କଷ୍ଟ ଯନ୍ତ୍ରଣା ପାଉଛି, ସେଥିପାଇଁ ଉଦ୍ବିଗ୍ନ ମାନସଃ, ତାର ମାଇଣ୍ଡ ଉଦ୍ବିଗ୍ନ ମାନେ ଭୟଭୀତ, ଉଦ୍ବିଗ୍ନ ମାନେ ଟେନସନ, ଡିଷ୍ଟର୍ବ ମାଇଣ୍ଡ, ଅଶାନ୍ତ, ଅସ୍ଥିର, ଡିପ୍ରେସନ, ଟେନସନ, କଣ ହବ ମୋତେ, କଣ ହବ କାଲିକି, କଣ କରିବି, ଅଲୱେଜ ଚିନ୍ତିତ। କିନ୍ତୁ ଏହି ବ୍ୟକ୍ତି ଆଜ୍ଞା ଖାଲି ଟେନସନ ନାହିଁ କି, ଦୁଃଖୀ ନାହିଁ କି, ଚିନ୍ତିତ ନାହିଁ, ତା ପାଖରେ ଗୋଟେ ଗୁଣ ଅଛି। ଦେଖନ୍ତୁ ଲେଖା ହେଇଛି ସମାଧି ସାଧନ ଯୁକ୍ତ, ଯୋଉଟାକୁ ଆମେ କହୁଛେ ବିବେକ, ବୈରାଗ୍ୟ, ସମ, ଦମ, ଉପରମ, ତିତିକ୍ଷା, ଇଏ ଜଣେ ସାଧକ, ଦୁଃଖୀ ସଂସାରୀ ନାହିଁ। ସଂସାରୀ ଲୋକ ତ ଆଜ୍ଞା ଦୁଃଖ ହେଲେ ଡିପ୍ରେସନକୁ ଚାଲିଯିବେ, ପାଗଳ ହେଇଯିବେ, ସୁଇସାଇଡ କରିବେ, କାହା ସାଙ୍ଗରେ କଥା ହେବେନି। ଏହି ବ୍ୟକ୍ତି ନାହିଁ, ଇଏ ଏନାଲାଇଜ କରୁଛି ଦୁଃଖର କାରଣ କଣ, ଜଗତକୁ ପରୀକ୍ଷା କରିଛି। ପରୀକ୍ଷ ଲୋକାନ୍ କର୍ମଚିତ୍ତାନ୍ ବ୍ରାହ୍ମଣଃ, ମାନେ ସେ ଜାଣିଛି ମୁଁ ଯାହା ଖୋଜୁଛି ଏ କର୍ମ ମତେ ଦେଇପାରିବ ନାହିଁ। ସଂସାରୀ ଲୋକ ଆଜ୍ଞା ଯଦି କିଛି ପାଇବାର ଅଛି କଣ କରିବେ କହିଲେ? କର୍ମ କରିବେ, କର୍ମ, କର୍ମ କର, କର୍ମ କର, ରାତି ଦିନ କର୍ମ କର। କିନ୍ତୁ ଯାହା ଖୋଜୁଛେ, ଯାହା ସମସ୍ତେ ପାଇବାକୁ ଚାହୁଁଛେ, ସେ କର୍ମର ପରିଣାମ ନାହିଁ। ଆଉ ଯେମିତି ସମୟ ତ ନାହିଁ, ସର୍ଟକଟରେ ଯଦି କହିବି, କର୍ମ ଦ୍ୱାରା ଚାରିଟା ଜିନିଷ ହୁଏ। ଉତ୍ପାଦ୍ୟ, ଗୋଟେ ଜିନିଷ ତିଆରି କରିବେ। ଆପ୍ୟ, ମାନେ ଆପଣ ଗୋଟେ ଜାଗାରୁ ଆଉ ଗୋଟେ ଜାଗାରେ ଯାଇ ପହଞ୍ଚିବେ, କ୍ଲିୟର। ତୃତୀୟ ହେଲା ସଂସ୍କାର୍ୟ, କର୍ମ ଦ୍ୱାରା ଗୋଟେ ଜିନିଷକୁ ପ୍ୟୁରିଫାଇ କରେଇବେ, ସଂସ୍କାର କରେଇବେ। ବିକାର୍ୟ, ଘରଟା ଅଛି ଆପଣ ଭାଙ୍ଗିଦେଲେ, ବିକାର୍ୟ ମାନେ ଚେଞ୍ଜ କଲେ। ଏଇ ଆତ୍ମତତ୍ଵ, ଇଏ ଆକୁ କ୍ରିଏଟ କରିପାରିବେନି। ସ୍ୱାମୀଜୀ କର୍ମ କଲା ପରେ ମତେ ସୁଖ ମିଳିବ, ଭୁଲ ଧାରଣା। ଆତ୍ମତତ୍ଵ ମିଳିବନି କର୍ମ କଲା ପରେ, ପୂଜା ପାଠ କଲେ ଆତ୍ମା ମିଳିବନି। ଆପଣ ବୈକୁଣ୍ଠରେ ପହଞ୍ଚିବେ, ସ୍ୱର୍ଗରେ ପହଞ୍ଚିଲେ ଆତ୍ମତତ୍ଵ ମିଳିବନି। କାହିଁକି ନା ଆତ୍ମତତ୍ଵ ସବୁଠି ଅଛି। ବା ଏ ଆତ୍ମତତ୍ଵକୁ ପ୍ୟୁରିଫାଏ କରିବାର ଆବଶ୍ୟକ ନାହିଁ। ଲୋକ ପାଣି ନିଅନ୍ତି ନା ହାତରେ, ଅପବିତ୍ର ପବିତ୍ର ବା ସର୍ବାବସ୍ଥା। ଏ ପାଣି ଦ୍ୱାରା ମନ ଶୁଦ୍ଧ ହବନି ଆଜ୍ଞା, ଆତ୍ମା କଣ ଶୁଦ୍ଧ ହବ? ଲୋକମାନେ ବୁଝନ୍ତୁ, ସେ ଯେ ପାଣି ବ୍ରାହ୍ମଣ ହାତରେ ଧରୁଛି, ସେଥିରେ ଭଗବାନଙ୍କ ନାମ ନଉଛି, ସେ ଭଗବାନଙ୍କ ନାମ ମନକୁ ଶୁଦ୍ଧ କରେ। ଖାଲି ପାଣି ଛିଞ୍ଚି ଦେଲେ କିଛି ହବନି। ମନ୍ଦିରରେ ଆପଣ ଦେଖିଥିବେ ନା, ବ୍ରାହ୍ମଣ ମାନେ ପୂଜା ସରିଲା ପରେ ସମସ୍ତଙ୍କ ଉପରେ ପାଣି ଛିଞ୍ଚନ୍ତି। ଖାଲି ପାଣି ଛିଞ୍ଚିଲେ କିଛି ହବନି। କହିବାର ଅର୍ଥ, ଏ ଆତ୍ମା ନଟ୍ ସଂସ୍କାର୍ୟ। ତ ଏହି ବ୍ୟକ୍ତି ଜାଣିଛି ଯେ ଏ କର୍ମ ଦ୍ୱାରା ମୁଁ ଯାହା ଖୋଜୁଛି, ମାନେ ମୋର ପ୍ରୋବ୍ଲେମ ଦୂର ହବନି, ମୋର ଦୁଃଖ ଦୂର ହବନି। ଯୋଉଟା ସାଂସାରିକ ଲୋକ ଭାବନ୍ତି, କର୍ମ କରିକିରି ଏଇଟା ପାଇବି, ସେଇଟା ପାଇବି, ପଇସା ରଖିବି, ବହୁତ ବଡ଼ ଚାକିରି କରିବି, ସବୁ ଦୁଃଖ ଦୂର ହେଇଯିବ। ନା 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 ନା, ଇଏ ଭୁଲ ଧାରଣା। ଏହା ତାହା ସେୟା ପାଇକିରି
କଲେକ୍ଟ କରିକିରି ସଂଗ୍ରହ କରିକିରି କିଏ କାର ପ୍ରୋବ୍ଲେମକୁ ଆଜି ପର୍ଯ୍ୟନ୍ତ ଦୂର କରିନି? ଏଇନା ପ୍ରୋବ୍ଲେମ ଏଇଠି ଅଛି ଆଜ୍ଞା, ମୋ ସ୍ୱରୂପକୁ ଆତ୍ମ ସ୍ୱରୂପକୁ ନ ଜାଣିବା ଯୋଗୁଁ ଆମେ ଦୁଃଖ ପାଉଛେ। ତ ଏଇଭଳିଆ ବ୍ୟକ୍ତି ମାନେ ଯେ ସଂସାର ଦ୍ୱାରା ପୀଡ଼ିତ ଦୁଃଖିତ, ସେମ୍ ଟାଇମ୍ ସେ ସଂସାରକୁ ପରୀକ୍ଷା କରିଛି, ସାଧନା ଜାଣିଛି ସିଏ, ସେଥିପାଇଁ ସେ ଗୁରୁଙ୍କ ପାଖକୁ ଯାଇକରି, ଆଉ କୋଉ ଗୁରୁ? ସଦ୍ଗୁରୁ। ସଦ୍ଗୁରୁ ମାନେ କିଏ ଆଜ୍ଞା? କାହିଁକିନା ଆଜିକାଲି ସମସ୍ତଙ୍କୁ ଗୁରୁ କହୁଛନ୍ତି। ଯିଏ କାନରେ ମନ୍ତ୍ର ଦେଇଦେଲା, ହଁ, ପୂଜା ପାଠ କଲେ ବି ଗୁରୁ ଗୁରୁ, ହଁ, ଅ ଆ ଶିଖେଇଲେ ବି, ଆଲଫାବେଟ୍ ଶିଖେଇଲେ ବି ଗୁରୁ କହୁଛେ ଆମେ, ଟିଚର ଟିଚର। କିନ୍ତୁ ସଦ୍ଗୁରୁ କିଏ? ସତ୍ ପ୍ରକାଶକ ଗୁରୁ, ଯିଏ ସତ୍ ତତ୍ଵକୁ ପ୍ରକାଶିତ କରନ୍ତି, ଜଣାନ୍ତି। ଆଉ ଯାହା ହଉଛି ମୋର ଆତ୍ମା, ସିଏ ହଉଛନ୍ତି ସଦ୍ଗୁରୁ। ଓକେ, ଶିଷ୍ୟ କଣ ପଚାରୁଛି ଆଜ୍ଞା? ଗୁରୁଙ୍କ ପାଖକୁ ଗଲା ପରେ ସେ କଣ ପଚାରୁଛି? ଆଉ 2-3 ମିନିଟ୍ ଅଛି, ପଢିବା। ଅନାୟାସେନ ୟାନାତ୍ ଅନାୟାସେନ ୟାନାସ୍ମାତ୍ ମୁଚ୍ଚେୟଂ ଭବବନ୍ଧନାତ୍ ତନ୍ମେ ସଂକ୍ଷିପ୍ୟ ଭଗବନ୍ କେବଳମ୍ କୃପୟା ବଦ। ହେ ଭଗବନ୍, କେବଳମ୍ କୃପୟା ବଦ, ପ୍ଲିଜ ଟିଚ୍ ମି। ହେ ଗୁରୁ, ହେ ଭଗବାନ, ମତେ ଶିଖାଅ, ମତେ ଜ୍ଞାନ ଦିଅ। କଣ ପାଇଁ? କୃପୟା, କେବଳ କୃପୟା। କିଛି ପଇସା ଫଇସା ନାହିଁ ମୋ ପାଖରେ, ଏଇ ଜ୍ଞାନ ଦ୍ୱାରା ଜ୍ଞାନ ବଦଳରେ ମୁଁ ଆପଣଙ୍କୁ କିଛି ଦେଇପାରିବିନି। ଆପଣ କୃପା କରିକିରି ମତେ ଜ୍ଞାନ ଦିଅନ୍ତୁ। ୟେନ, ଯୋଉ ଜ୍ଞାନ ଦ୍ୱାରା ଭବବନ୍ଧନାତ୍ ଅନାୟାସେନ ମୁଚ୍ଚେୟମ୍, ମୁଁ କାହିଁକି ଜ୍ଞାନ ଆପଣଙ୍କଠୁ ଚାହୁଁଛି? ନାଇଁ, ଭବବନ୍ଧନରୁ, କୋଉ ଭବବନ୍ଧନ? ଯୋଉ ଭବବନ୍ଧନ ପ୍ରତ୍ୟେକ ମୁହୂର୍ତ୍ତରେ ମତେ କଷ୍ଟ ଦଉଛି, ଏଭ୍ରି ମୁମେଣ୍ଟ, ପ୍ରତ୍ୟେକ କ୍ଷଣ ଟେନସନ୍ ଟେନସନ୍। ଏ ଭବବନ୍ଧନରୁ ମୁଁ ଇଜିଲି, ଅନାୟାସ ମାନେ କଣ? ଇଜିଲି। ଆପଣ ଏମିତି ଉପାୟ ବତାନ୍ତୁନି ଯେ ଆହୁରି କଷ୍ଟ ହବ, ନାଇଁ ନାଇଁ ନାଇଁ, ମୁଁ ତ କଷ୍ଟରେ ଆସିଛି, ଆପଣ ଏମିତି ସାଧନା ବତାନ୍ତୁ, ଏମିତି ଜ୍ଞାନ ବତାନ୍ତୁ, ମୁଁ ସହଜରେ ଏ ଭବବନ୍ଧନରୁ କଣ ହେବି? ମୁକ୍ତ ହେବି। ଭବବନ୍ଧନ ମାନେ କଣ ଆଜ୍ଞା? ଭବ ମାନେ ସଂସାର, ଏ ସଂସାର ହିଁ ହଉଛି ବନ୍ଧନ। ଆଉ ଗୋଟେ କଣ ବନ୍ଧନ ବୋଲି ନାହିଁ? ସଂସାର ହଉଛି ବନ୍ଧନ ମାନେ, ବନ୍ଧନ ମାନେ ଦୁଃଖ। ଆଉ ଏ ସଂସାର ହିଁ ହଉଛି ଦୁଃଖ। ଯିଏ ଯାହା ଆମେ ଚାହୁଁନେ, କିଏ ଦୁଃଖ ଚାହୁଁଛେ? କୁହନ୍ତୁ, ଯଦି କିଏ ଚାହୁଁଛେ ଆମେ ପଠେଇବୁ ଆପଣଙ୍କ ପାଖକୁ, ବହୁତ ଆମ ପାଖରେ ଅଛି। ଓକେ, ଏବଂ ଶିଷ୍ୟ କହୁଛି ସଂକ୍ଷିପ୍ୟ ବଦ, ସଂକ୍ଷେପରେ କୁହନ୍ତୁ। ବଡ଼ ବଡ଼ ଭାଷଣ ଦେବେ, ମୁଁ କିଛି ବୁଝିବିନି ଆଜ୍ଞା, ହଁ, ସଂକ୍ଷେପରେ କୁହନ୍ତୁ, ସର୍ଟକଟରେ କୁହନ୍ତୁ। ଓକେ, ଆଉ ଗୁରୁ ବର୍ତ୍ତମାନ ନେକ୍ସଟ ଶ୍ଲୋକରେ ଶିଷ୍ୟକୁ ପ୍ରଶଂସା କରିବେ। ତମର ପ୍ରଶ୍ନ ବଢ଼ିଆ ପ୍ରଶ୍ନ, ଗୁଡ୍ କୋଶ୍ଚିନ୍। ପ୍ରଶଂସା କରି କଣ କରିବାକୁ ଚାହୁଁଛନ୍ତି? ପ୍ରଶଂସା କରିକିରି ଶିଷ୍ୟର ଆଟେନସନ ଡ୍ର କରିବାକୁ ଚାହୁଁଛନ୍ତି। ସାବଧାନ ସହିତ ଶୁଣ। ମୁଁ ଖାଲି ପଢିଦେବା, ଆମେ ଆସନ୍ତା କାଲି ଦେଖିବା, ଟାଇମ ହେଇଗଲାଣି। ସାଧ୍वीते वचना व्यक्ति प्रतिभाति वदामि ते इदं तदिति विस्पष्टं सावधानमना शृणु। कौन कौचंती? ते वचन व्यक्ति ही साध्वी प्रतिभाति। ते वचन, ते व्यक्ति, तोर एक्सप्रेशन, तुमर प्रश्न, साध्वी, साध्वी माने कौन आज्ञा? साधु, गुड, माने भलो क्वेश्चन, गुड क्वेश्चन, माने ठीक जिनस पचारिच, इयाडू सियाडू पचारिन। वर्तमान मु तुमको कौन कहूँ? मु प्रमिस करुच्ची विस्पष्टम वदामि, मु तुमको क्लियरली, स्पष्ट भाव में कहबी, जद्वारा तुमर अज्ञान दूर हब, प्रोब्लेम दूर हब। एवं सावधान मना शृणु, किंतु अटेंटिवली सुन, मन ध्यान देकर शुण। ओके, कौन कहते आम आसंता काली देखा। ओम शांति शांति शांति। हरि ओम, श्री गुरुभ्यो नमः।
हरि ओम।